ଭାତ ଧୁଆ ବିଷୟରେ ଜାଣିବା ହେଲା ଇଏ କେମିତି ଜାଣିଛ ସେଇଟା ରଖିଦିଅ ପରେ ପରେ ଖାଇବା ଗଜେ ହଁ କେମିତି ଧୁଅ ଏଠି କୁହ ନା କେମିତି ଧୁଇକି ଭାତ ଖାଅ ସାବୁନ ଟାରେ ଆଉ ପାଣି ଆଉ ସେଇ ବିଷୟରେ ଆମେ ଜାଣିବା ହେଲା କେମିତି ଧୁଇକି ଭାତ ଖାଇବ ହେଲା ସ୍କୁଲରେ ଆଉ ଘରେ ସେମିତି ଧୁଇକି ଖାଇବ ହେଲା ମୁଁ ଯେମିତି କହିବି ସେମିତି କରି କରି ଖାଇବ ହେଲା ଧୁଇକି ହେଲା ଭାତ ଖାଇବା ପୂର୍ବରୁ ଫାଷ୍ଟ କରିବ ପ୍ରଥମେ ଘଷା ଘଷି ଏମିତି କରିବ ସାବୁ ଲଗେଇବ ଯେତେବେଳେ ହଁ ଘଷା ଘଷି ବାହୁଥିବ ତ ଘଷା ଘଷି ତାପରେ ଦୁଇରେ ପଞ୍ଜା ଲଢ଼େଇ ତାପରେ ତିନିରେ ଚକୁଳି ପିଠା ତାପରେ ବୁଢା ଆଙ୍ଗୁଠି ତାପରେ ମସ୍ତା ମସ୍ତି ତାପରେ ଖଡୁ ପିନ୍ଧା କେମିତି କରିବ ମୋର ଆଉଥରେ କରିବା ହେଲା ଘଷା ଘଷି ପଞ୍ଜା ଲଢ଼େଇ ଏମିତି ପଞ୍ଜା ଲଢ଼େଇ ତାପରେ ଚକୁଳି ପିଠା ତାପରେ ବୁଢା ଆଙ୍ଗୁଠି ଏମିତି କର ତାପରେ ମସ୍ତା ମସ୍ତି ତାପରେ ଖଡୁ ପିନ୍ଧା ଭେରି ଗୁଡ ଏମିତି କରିକି ଡେଲି ଭାତ ଖାଇବ ହେଲା ଖାଇବା ପୂର୍ବରୁ ଧୁଇବ ହେଲା ଖାଇଯାଏ କେନା 1200 କେତେ ଅଗରବାଡ଼ି ଖାଇଲା ବେଳେ ସେମିତି ଖାଇବ ହେଲା ସମସ୍ତେ ପରେ ପଚାରିଲେ ଖାଇପାରିବ କେମିତି କହିପାରିବ ତ ହଁ ଭେରି ଗୁଡ କୁହନା ଏମିତି କେଉଁ ଖୁଆଯାଏ ଏମିତି ଜଣେ କରି ଦେଖେଇଲ ତମେ କରି ଦେଖାଅ ନା ଘଷା ଘଷି କେମିତି ଦେଖା ତାପରେ ପଞ୍ଜା ଲଢ଼େଇ କେମିତି ହଁ ତାପରେ କଣ ରେ ଚକୁଳି ପିଠା କେମିତି ହଁ ତାପରେ ବୁଢା ଆଙ୍ଗୁଠି ହଁ ତାପରେ ମସ୍ତା ମସ୍ତି ହଁ ତାପରେ ଖଡୁ ପିନ୍ଧା ହଁ ତାପରେ ତୁ କରି ଦେଖା ଚକୁଳି ଘଷା ଘଷି କେମିତି ହଁ ତାପରେ ପଞ୍ଜା ଲଢ଼େଇ କେମିତି ହଁ ପଞ୍ଜା ଲଢ଼େଇ ସେମିତି ତାପରେ ଚକୁଳି ପିଠା କେମିତି ହଁ ତାପରେ ବୁଢା ଆଙ୍ଗୁଠି ତାପରେ ମସ୍ତା ମସ୍ତି କେମିତି ତାପରେ ଖଡୁ ପିଠା ହଁ ଜାଣି ଯାଇଛ ନାଇଁ